দন্তানাং সমিধাশ্চৈব আহুতিং তত্র দীয়তে। যজ্ঞ কুণ্ডরে আহুতি প্রভুଙ୍କୁ দিয়াଯାଏ। ঘୃତ ସାକଲ୍ୟ ଚରୁ ଇତ୍ୟାଦି ଦିଆଯାଏ। ଭୋଜନ କିଏ କରେ? ଅଗ୍ନି ଭୋଜନ କରେ। ଏ ସଂସାର ଭିତରେ ଯେତେ ଦେବାଦେବୀଙ୍କୁ ଆମେ ପୂଜା କରୁଛେ ସମସ୍ତଙ୍କ ପାଖରେ ଭୁରି ନୈବେଦ୍ୟ ଭୁରି ଭୋଜନ ପ୍ରଦାନ କରୁଛେ। ଇଏ ଠିକ ତୁମରି କଥା କରୁଥିଲା। ଏ ନୈବେଦ୍ୟ ଯୋଉ ପ୍ରଦାନ କରୁଛେ ସବୁ ଦେବତା ମାନଙ୍କ ପାଖରେ ସମର୍ପଣ କରି ରଖୁଛେ। ଖାଉଛି କିଏ? ଆମେ ଖାଉଛୁ। ଏଲେ ସତ୍ୟନାରାୟଣଙ୍କର ଶିରିଣୀ ହେଇଛି। ଇଏ ଦରବାରରେ ବଣ୍ଟା ହବ। ଯେତେ ଭକ୍ତମାନେ ଥିବେ ଦରବାରରେ ସମସ୍ତେ ଏ ଶିରିଣୀକି ପାଇବେ। ତେଣୁ ଗୋଟିଏ ଦେବତା ଏକମାତ୍ର ଭୋଜନ କରେ। ତା ଭୋଜନକୁ କେହି ଆଣନ୍ତି ନାହିଁ, ପାଆନ୍ତି ନାହିଁ। ଅଗ୍ନିଙ୍କର ନୈବେଦ୍ୟ ତୁମେ ପାଇପାରିବ ନାହିଁ। ବ୍ରାହ୍ମଣସ୍ୟ ମୁଖଂ କୁଣ୍ଡଂ, ଅଗ୍ନିଙ୍କର କୁଣ୍ଡ ସହିତ ବ୍ରାହ୍ମଣର ତୁଣ୍ଡକୁ ତୁଳନା କରାଯାଇଛି। ଏ ମୁଖକୁ ତୁଳନା କରାଯାଇଛି। ବ୍ରାହ୍ମଣସ୍ୟ ମୁଖଂ କୁଣ୍ଡଂ ଅଗ୍ନି ଜିହ୍ୱା ପ୍ରଚକ୍ଷତେ। ନିଆଁ ଯେମିତି ଝକମକି ପଥରରୁ ଆସେ। ବସୁନାହାନ୍ତି କି? ତେଣୁ ଅଗ୍ନି ଜିହ୍ୱା ପ୍ରଚକ୍ଷତେ। ଇଏ ଜିହ୍ୱାରୁ ଅଗ୍ନି ବାହାରିଥାଏ। କେମିତି? କୋଉ ରୂପକ ଅଗ୍ନି? ଇଏ ଯୋଉ ଜିହ୍ୱାରୁ ଯୋଉ ଅଗ୍ନି ବାହାରେ ସେ ହଉଛି ରସଗ୍ନି। ବା ଆମର ଯୋଉ ଜିଭ ଭିତରୁ ନାନାଦି ପ୍ରକାରର ରସ ଗୁଡ଼ିକ ନିର୍ଜରିତ। ଯୋଉ ରସରେ ଆମର ଖାଦ୍ୟ ଦ୍ରବ୍ୟ ଗୁଡ଼ିକ ହଜମ ହେଉଛି। ଯେତେ ଖାଦ୍ୟ ଖାଉଛେ ଜିଭର ଲାଳ ଯେତେବେଳେ ଶରୀର ଭିତରକୁ ଯାଏ ଇଏ ଲାଳ ଦ୍ୱାରା ଆମର ଖାଦ୍ୟ ପାଚକ କ୍ରିୟାରେ ପଚନ ହେଇ ହଜମ ହେଇଯାଏ। ଭଲ ଜିନିଷ ରକ୍ତରେ ଆସେ, ଖରାପ ଜିନିଷ ମଳରେ ଯାଏ। ତେଣୁ ଏ ଯୋଉ ପ୍ରକାରର କାର୍ଯ୍ୟ କରାଯାଏ ବ୍ରାହ୍ମଣସ୍ୟ ମୁଖଂ କୁଣ୍ଡଂ ଅଗ୍ନି ଜିହ୍ୱା ପ୍ରଚକ୍ଷତେ ଦନ୍ତାନାଂ ସମିଧାଶ୍ଚୈବ। ଯେତେ ପ୍ରକାରର ଭୋଜନ ରହିଛି ଆକୁ ପେଷଣ କରୁଛି କିଏ? ନା ଦାନ୍ତ। କେତେଟା ଦାନ୍ତ? 32। ତେଣୁ ଏ 32 ଦାନ୍ତରେ ଆମେ ତାକୁ ଯେତେବେଳେ ପଚନ କରୁଛେ, ଚୋବଉଛେ, ଆହୁତି ତତ୍ର ଦିଏ। ସେଇ ଜାଗାରେ ଯଦି ତୁମେ ଆହୁତି ଦେଲ ସମସ୍ତ ବିପଦରୁ ଖଣ୍ଡନ ହବ। ସେଇଥିପାଇଁ ଆମର ସମସ୍ତ କାର୍ଯ୍ୟରେ ବ୍ରହ୍ମା ବରଣ କରାଯାଏ। ବ୍ରହ୍ମାଙ୍କୁ ବରଣ କରାଯାଏ। ବରଣ ନ କଲେ କୌଣସି ମାଙ୍ଗଲ୍ୟ କାର୍ଯ୍ୟ କରାଯାଏ ନାହିଁ। ତେଣୁ ବ୍ରହ୍ମାଙ୍କର ପୂଜା ରଖିବାରୁ ଇଏ କଳି ଯୁଗରେ ବ୍ରାହ୍ମଣ ମାନଙ୍କୁ ପୂଜା କରାଯାଏ। ତାହେଲେ ଏଠି କହିବାର ତାତ୍ପର୍ଯ୍ୟ କଣ? ନା ଇଏ ଗଙ୍ଗା ନଦୀ ହଉଛି ପବିତ୍ର ନଦୀ। ଗଙ୍ଗା ନଦୀର ଜଳ ଯେପରି ପବିତ୍ର, ବ୍ରାହ୍ମଣ ବା କୁଳର ପୁରୋଧାଙ୍କର ଜଳ ହଉଛି ପାଦ ଧୁଆ, ପାଦ ଧୌତ ଜଳ ହଉଛି ପବିତ୍ର। ତେଣୁ ଏ ପାଦ ଜଳ ଧୁଆ କେତେ ଦିନ ରହିବ? ନା ବିପ୍ର ପାଦ ଦକଙ୍ଗ ପକ୍ଷେ। ପକ୍ଷ କେତୋଟି? ପକ୍ଷ ହଉଛି ଦୁଇ। ଗୋଟିଏ ହେଲା କୃଷ୍ଣ ପକ୍ଷ, ଗୋଟେ ହେଲା ଶୁକ୍ଳ ପକ୍ଷ। ଇଏ ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ କେତେ ଦିନର ସମାହାର? ନା 30 ଦିନର ସମାହାର। 15 ଦିନରେ ଗୋଟେ ପକ୍ଷ। କୃଷ୍ଣ ପକ୍ଷ, ଶୁକ୍ଳ ପକ୍ଷ। ତେଣୁ ବିପ୍ରପାଦ ଦକଙ୍ଗ ପକ୍ଷେ ବ୍ରାହ୍ମଣର ଧୌତ ଯଜମାନ 15 ଦିନ ପର୍ଯ୍ୟନ୍ତ ଘରେ ରଖି ପାଇପାରିବ। ସମସ୍ତ ବିପଦରୁ ସେ ରକ୍ଷା ପାଇବ। ବାରିନା ଆଉ କାହାର ଜଳ? ନା ଶାଳଗ୍ରାମଙ୍କର ଧୌତ ଜଳ। ମାସ ମେକଂ ଶିଳୋଦକଂ। ମାସ ମେକଂ ଗୋଟିଏ ମାସ ପର୍ଯ୍ୟନ୍ତ ନାରାୟଣଙ୍କର ଗାଧୁଆ ପାଣି ଆମେ ଘରେ ରଖି ପାଇପାରିବା। ସବୁଦିନେ ଦରକାର ନା? ନନା ଘରେ ଯାଇକରି ସବୁଦିନେ କାହିଁ ଆଣ୍ଠେଇବା? ଗୋଟିଏ ଥର ଯଦି ବୋତଲରେ ଶାଳଗ୍ରାମ ଗାଧୁଆ ପାଣି ଆଣିକି ଆମେ ଘରେ ରଖିଦେବା, ମାସ ମେକଂ ଶିଳୋଦକଂ, ଗୋଟିଏ ମାସ ପର୍ଯ୍ୟନ୍ତ ଇଏ ଶାଳଗ୍ରାମ ଜଳର କ୍ଷମତା ବା ତାର ଶକ୍ତି ରହିଛି। ଜାହ୍ନବୀ ତ୍ୱୟଂ ବର୍ଷଂ
ଜାହ୍ନବୀ କହିଲେ ଗଙ୍ଗା ଜଳ ଗୋଟିଏ ବର୍ଷ ପାଇଁ